ଆପଣଙ୍କ ପାଖରେ ଏବେ ବି ଅଛି କି ପୁରୁଣା 500 କିମ୍ବା 1000 ଟଙ୍କିଆ ନୋଟ୍? ମିଳିପାରେ ଆପଣଙ୍କୁ ଦଣ୍ଡ। ରହିଛି ଏମିତି ନିୟମ। ବିମୁଦ୍ରୀକରଣର ବର୍ଷ ବର୍ଷ ପରେ ମଧ୍ୟ ଅନେକ ଲୋକ ଆଲମାରୀ, ଲକର କିମ୍ବା ପୁରୁଣା ଫାଇଲରେ 500 ଏବଂ 1000 ଟଙ୍କିଆ ନୋଟ୍ ପାଇବା ବିଷୟରେ ଚିନ୍ତିତ ଅଛନ୍ତି। କିନ୍ତୁ ଆଇନ ପ୍ରକୃତରେ କ'ଣ କୁହେ? ଆସନ୍ତୁ ଜାଣିବା ଯେ ଗୋଟିଏ ପୁରୁଣା ନୋଟ୍ ରଖିବା ଦ୍ୱାରା କ'ଣ ଦଣ୍ଡ ଆପଣଙ୍କୁ ମିଳିପାରେ। ନମସ୍କାର, DTV ଓଡ଼ିଆର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆନି ଶତପଥୀ। ଦର୍ଶକ ବନ୍ଧୁ, ଆପଣଙ୍କ ପାଖରେ ଏବେ ବି ଅଛି କି ପୁରୁଣା 500 କିମ୍ବା 1000 ଟଙ୍କାର ନୋଟ୍? ତାପରେ ଆପଣମାନଙ୍କୁ ମିଳିପାରେ ଦଣ୍ଡ। ଏମିତି ରହିଛି କିଛି ନିୟମ। ଦିଲ୍ଲୀର ୱାଜିରପୁର ଅଞ୍ଚଳରେ ଚଢ଼ାଉ ସମୟରେ କୋଟି କୋଟି ଟଙ୍କାର ବିମୁଦ୍ରୀକରଣ 500 ଟଙ୍କିଆ ଏବଂ 1000 ଟଙ୍କିଆ ନୋଟ୍ ଉଦ୍ଧାର କରାଯାଇଥିଲା। ବିମୁଦ୍ରୀକରଣର ବର୍ଷ ବର୍ଷ ପରେ ମଧ୍ୟ ଅନେକ ଲୋକ ଆଲମାରୀ, ଲକର କିମ୍ବା ପୁରୁଣା ଫାଇଲରେ 500 ଏବଂ 1000 ଟଙ୍କିଆ ନୋଟ୍ ପାଇବା ବିଷୟରେ ଚିନ୍ତିତ ଅଛନ୍ତି। କିନ୍ତୁ ଆଇନ ପ୍ରକୃତରେ କ'ଣ କୁହେ? ଆସନ୍ତୁ ଜାଣିବା ଯେ ଗୋଟିଏ ପୁରୁଣା ନୋଟ୍ ରଖିବା ଦ୍ୱାରା ଦଣ୍ଡ ମିଳିପାରେ କି? ପୁରୁଣା ନୋଟ୍ ରଖିବା ସମ୍ପର୍କରେ କ'ଣ ଆଇନ ଅଛି? ଏବେ ବି ଦେଶରେ ବୁଲୁଛି ପୁରୁଣା ନୋଟ୍। ବ୍ୟାଙ୍କ ନୋଟ୍ସ ଆଇନ 2017 କ'ଣ କୁହେ? ଆଇନଗତ ଭାବରେ 25ଟି ପୁରୁଣା ନୋଟ୍ ରଖିପାରିବେ। ବିମୁଦ୍ରୀକରଣ ବର୍ଷ ବର୍ଷ ପରେ ମଧ୍ୟ ଏବେ ବି ଦେଶର କେତେକ ସ୍ଥାନରୁ ପୁଳା ପୁରୁଣା 500 ଏବଂ 1000 ଟଙ୍କିଆ ନୋଟ୍ ଜବତ ହେଉଥିବାର ଦେଖିବାକୁ ମିଳୁଛି। ଏହି ଯେମିତି ନିକଟରେ ଦିଲ୍ଲୀର ୱାଜିରପୁର ଅଞ୍ଚଳରେ ଚଢ଼ାଉ ସମୟରେ କୋଟି କୋଟି ଟଙ୍କାର 500 ଏବଂ 1000 ଟଙ୍କିଆ ନୋଟ୍ ଉଦ୍ଧାର କରାଯାଇଥିଲା। ବିମୁଦ୍ରୀକରଣର ବର୍ଷ ବର୍ଷ ପରେ ମଧ୍ୟ ଅନେକ ଲୋକ ଆଲମାରୀ, ଲକର କିମ୍ବା ପୁରୁଣା ଫାଇଲରେ ଏହି ଟଙ୍କାକୁ ସାଇତି ରଖିଛନ୍ତି। କିନ୍ତୁ ଆଇନ ପ୍ରକୃତରେ କ'ଣ କୁହେ? ଆସନ୍ତୁ ଜାଣିବା ଯେ ଗୋଟିଏ ପୁରୁଣା ନୋଟ୍ ରଖିବା ଦ୍ୱାରା ଦଣ୍ଡ ହୋଇପାରେ ନା ନାହିଁ। ପୁରୁଣା ନୋଟ୍ ରଖିବା ସମ୍ପର୍କରେ କ'ଣ କହେ ଆଇନ? ପୁରୁଣା 500 ଏବଂ 1000 ଟଙ୍କିଆ ନୋଟ୍ ସହିତ ଜଡ଼ିତ ନିୟମଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ୍ସ ଆଇନ 2017 ଦ୍ୱାରା ନିୟନ୍ତ୍ରିତ, ଯାହା ବିମୁଦ୍ରୀକରଣ ପରେ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନ ଅନୁଯାୟୀ ଅଳ୍ପ ସଂଖ୍ୟକ ବିମୁଦ୍ରୀକରଣ ନୋଟ୍ ରଖିବା ଅପରାଧ ନୁହେଁ। ଏହି ଆଇନ ବ୍ୟକ୍ତିବିଶେଷଙ୍କୁ କୌଣସି ଦଣ୍ଡ ବିନା ସୀମିତ ସଂଖ୍ୟକ ନୋଟ୍ ରଖିବାକୁ ଅନୁମତି ଦିଏ। କେତେ ପୁରୁଣା ନୋଟ୍ ରଖିହେବ? ଆପଣ ଆଇନଗତ ଭାବରେ ମୋଟ 10ଟି ବିମୁଦ୍ରୀକରଣ ନୋଟ୍ ରଖିପାରିବେ। ସେଗୁଡ଼ିକ 500 ହେଉ କିମ୍ବା 1000 ନୋଟ୍ ହେଉ, ଯେ ପର୍ଯ୍ୟନ୍ତ ଆପଣ ଏହି ସୀମା ମଧ୍ୟରେ ରହିଥିବେ ସେହି ପର୍ଯ୍ୟନ୍ତ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଘୋଷଣା କରିବା କିମ୍ବା ଆତ୍ମସମର୍ପଣ କରିବା କିମ୍ବା ରିପୋର୍ଟ କରିବାର ଆବଶ୍ୟକତା ନାହିଁ। ସଂଗ୍ରାହକ ଏବଂ ଗବେଷକ ହୋଇଥିଲେ। କିଛି ଲୋକ ଶିକ୍ଷାଗତ କିମ୍ବା ସଉକ ଉଦ୍ଦେଶ୍ୟରେ ପୁରୁଣା ଟଙ୍କାକୁ ରଖିଥାନ୍ତି। ଯଦି କୌଣସି ବ୍ୟକ୍ତି ଜଣେ ମୁଦ୍ରାବିଜ୍ଞ, ଗବେଷକ କିମ୍ବା ମୁଦ୍ରା ସଂଗ୍ରହକାରୀ ହୋଇଥାନ୍ତି, ସେ ଆଇନଗତ ଭାବରେ 25ଟି ପୁରୁଣା ନୋଟ୍ ରଖିବାର ଅନୁମତି ପାଇପାରିବେ। ଏଗୁଡ଼ିକୁ କଠିନ ଭାବରେ ଅଧ୍ୟୟନ, ପ୍ରଦର୍ଶନୀ କିମ୍ବା ସଂଗ୍ରହ ଉଦ୍ଦେଶ୍ୟରେ ରଖାଯାଇପାରିବ, କିନ୍ତୁ କାରବାର କିମ୍ବା ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ସୀମା ଅତିକ୍ରମ କଲେ କ'ଣ ହେବ? ଯଦି କେହି ଅନୁମତିପ୍ରାପ୍ତ ଠାରୁ ଅଧିକ ପୁରୁଣା ନୋଟ୍ ରଖିବାରେ ଧରାପଡ଼େ, ତେବେ ଆର୍ଥିକ ଅପରାଧ ସ୍ୱଭାବର ହେବ। ଅପରାଧିକ ନୁହେଁ। ଦଣ୍ଡରେ କେବଳ ଆର୍ଥିକ ଜରିମାନା ଅନ୍ତର୍ଭୁକ୍ତ, କାରାଦଣ୍ଡ ନୁହେଁ। ସର୍ବନିମ୍ନ ଜରିମାନା 10,000, କିନ୍ତୁ ଏହା ଜବତ ହୋଇଥିବା ଅଧିକ ନୋଟ୍ ମୂଲ୍ୟର 5 ଗୁଣା ପର୍ଯ୍ୟନ୍ତ ହୋଇପାରେ। କୌଣସି ଜେଲ୍ ଦଣ୍ଡ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 2017 ଆଇନ ଅନୁଯାୟୀ ବିପୁଳ ପରିମାଣର ବିମୁଦ୍ରୀକରଣ ନୋଟ୍ ରଖିବା ପାଇଁ କୌଣସି ମଧ୍ୟ ଜେଲ୍ ଦଣ୍ଡ ହେବ ନାହିଁ। ଜେଲ୍ ଦଣ୍ଡ କେବଳ ସେତେବେଳେ ହୁଏ ଯେତେବେଳେ ଅନ୍ୟ ଗୁରୁତର ଅପରାଧ ଜଡ଼ିତ ରହିଥାଏ। କେତେ ପୁରୁଣା ନୋଟ୍ ଆପଣମାନେ ରଖିପାରିବେ? ଆପଣ ଆଇନଗତ ଭାବରେ ମୋଟ 10ଟି ବିମୁଦ୍ରୀକରଣ ନୋଟ୍ ରଖିପାରିବେ। ତାହା 500 କିମ୍ବା 1000 ଟଙ୍କିଆ ହେଉ। ଯେ ପର୍ଯ୍ୟନ୍ତ ଆପଣ ଏହି ସୀମା ମଧ୍ୟରେ ରହିବେ ସେ ପର୍ଯ୍ୟନ୍ତ କୌଣସି କର୍ତ୍ତୃପକ୍ଷଙ୍କୁ ସେଗୁଡ଼ିକୁ ଘୋଷଣା କରିବା, ସମର୍ପଣ କରିବା କିମ୍ବା ରିପୋର୍ଟ କରିବାର ଆବଶ୍ୟକତା ନାହିଁ। ଏକ ପୃଥକ୍ ବ୍ୟବସ୍ଥା। କିଛି ଲୋକ ଶିକ୍ଷାଗତ କିମ୍ବା ହବି ଉଦ୍ଦେଶ୍ୟରେ ପୁରୁଣା ମୁଦ୍ରା ରଖନ୍ତି। ମୁଦ୍ରାବିଜ୍ଞ, ଗବେଷକ କିମ୍ବା ମୁଦ୍ରା ସଂଗ୍ରହକାରୀଙ୍କୁ ଆଇନଗତ ଭାବରେ 25ଟି ପୁରୁଣା ନୋଟ୍ ରଖିବାକୁ ଅନୁମତି ଦିଆଯାଇଛି। ଏହି ନୋଟ୍ଗୁଡ଼ିକ କେବଳ ଅଧ୍ୟୟନ, ପ୍ରଦର୍ଶନୀ କିମ୍ବା ସଂଗ୍ରହ ଉଦ୍ଦେଶ୍ୟରେ କିମ୍ବା କାରବାର କିମ୍ବା ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଯଦି ସୀମା ଅତିକ୍ରମ କରାଯାଏ ତାହେଲେ କ'ଣ ହେବ? ଯଦି କାହା ପାଖରେ ଅନୁମତି ଠାରୁ ଅଧିକ ପୁରୁଣା ନୋଟ୍ ଧରାପଡ଼େ, ତେବେ ଅପରାଧୀ ଆର୍ଥିକ ସ୍ୱଭାବର ହେବ। ଅପରାଧିକ ନୁହେଁ। ଦଣ୍ଡରେ କେବଳ ଆର୍ଥିକ ଜରିମାନା ଅନ୍ତର୍ଭୁକ୍ତ ହେବ, ଜେଲ୍ ଦଣ୍ଡ ନୁହେଁ। ସର୍ବନିମ୍ନ ଜରିମାନା 10,000 ଟଙ୍କା ହେବ, କିନ୍ତୁ ଏହା ଜବତ ହୋଇଥିବା ଅଧିକ ନୋଟ୍ର ମୂଲ୍ୟର 5 ଗୁଣା ପର୍ଯ୍ୟନ୍ତ ମଧ୍ୟ ହୋଇପାରେ। ତେବେ କୌଣସି ଜେଲ୍ ଦଣ୍ଡ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 2017 ଆଇନ ଅନୁଯାୟୀ ବିପୁଳ ପରିମାଣର ବିମୁଦ୍ରୀକରଣ ନୋଟ୍ ରଖିବା ପାଇଁ କୌଣସି ଜେଲ୍ ଦଣ୍ଡ ନାହିଁ।
ଅନେକ ଆର୍ଥିକ ଅପରାଧ ପରି ଏହି ଆଇନ କେବଳ ଜୋରିମାନା ଧାର୍ଯ୍ୟ କରିଥାଏ। ଜେଲ୍ ଦଣ୍ଡ କେବଳ ସେତେବେଳେ ମିଳିଥାଏ ଯେତେବେଳେ ଅନ୍ୟ ଗମ୍ଭୀର ଅପରାଧ ଜଡ଼ିତ ଥାଏ। କାହିଁକି ବ୍ୟବହାର କରାଯାଇପାରିବ ନାହିଁ? ସୀମିତ ପରିମାଣର ନୋଟ୍ ରଖିବା ଆଇନଗତ ହୋଇଥିଲେ ମଧ୍ୟ ପୁରୁଣା 500 ଏବଂ 1000 ଟଙ୍କିଆ ନୋଟ୍ ଆଉ ଆଇନଗତ ଭାବରେ ବିତ୍ତୀୟ ନୁହଁ। ଏହାର ଅର୍ଥ ହେଉଛି ଏଗୁଡ଼ିକୁ ସାମଗ୍ରୀ କିଣିବା, ବିଲ୍ ପଇଠ କରିବା, ଋଣ ପରିଶୋଧ କରିବା କିମ୍ବା ଅନ୍ୟ କୌଣସି କାରବାର କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ତେଣୁ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ପାଖରେ ପୁରୁଣା 500 କିମ୍ବା 1000 ଟଙ୍କିଆ ନୋଟ୍ ରହିଛି ତାହେଲେ ଆପଣମାନେ ଟିକେ ସତର୍କ ହୁଅନ୍ତୁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ। ବେଶୀ ମାତ୍ରାରେ ଏହି ଟଙ୍କାକୁ ରଖନ୍ତୁ ନାହିଁ। ଧନ୍ୟବାଦ, ନମସ୍କାର। ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁ ଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ, ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302 9439444924। ଆମର ୱେବସାଇଟ୍ www.srijagannathastro.com। କେମିତି କଟିବ 2026 ମସିହାରେ ଆପଣଙ୍କ ଭାଗ୍ୟ? କେଉଁ ରାଶିରେ ରହିବ ସମସ୍ୟା ଆଉ କିଏ ହେବେ ଲାଭବାନ? କେମିତି ରହିବ ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ ଭାଗ୍ୟଫଳ? ଜାଣିବା ପାଇଁ ଦେଖନ୍ତୁ ଆମ କାର୍ଯ୍ୟକ୍ରମ 2026 ଭାଗ୍ୟଫଳ। 2026 ମସିହାର ଆପଣଙ୍କ ରାଶିର ସମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ବଟନକୁ ଅନ୍ କରନ୍ତୁ। ଦେଖନ୍ତୁ DTV ଓଡ଼ିଆ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।